ପରିବର୍ତ୍ତନର ବାଟ ଏତେ ସହଜ ହୋଇନଥାଏ। ପରିବର୍ତ୍ତନ ସୁଖର ବୋଲି ମାଗିଥାଏ, କାହିଁକିନା ଗୋଟିଏ ମଣିଷର ସଫଳତା ପଛରେ ତାର କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ଲୁଚିକି ରହିଥାଏ। ବନ୍ଧୁ, କଥାରେ ଅଛି ନା, କହି ଜାଣିଲେ କଥା ସୁନ୍ଦର, ବୁଣି ଜାଣିଲେ କ୍ଷେତ। କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ମଣିଷକୁ କେଉଁଠାରୁ କେଉଁ ସ୍ଥାନକୁ ପହଞ୍ଚାଇ ଦେଇଥାଏ। ତ ଚାଲ ଏହି ସୁନ୍ଦର କାହାଣୀ ମାଧ୍ୟମରୁ ଜାଣିବା। ଗୋଟିଏ ଛୋଟ ଏବଂ ସୁନ୍ଦର ଗ୍ରାମଟିଏ ଥାଏ। ସେହି ଗ୍ରାମରେ ରାମୁ ନାମରେ ଗୋଟିଏ ବ୍ୟକ୍ତିଟିଏ ଥାଏ। ସେ ବହୁତ ସରଳ ଏବଂ ପରିଶ୍ରମୀ। ସେ ରାମର ଦୁଇଟି ପିଲା ଥାଆନ୍ତି। ବଡ଼ ପିଲାଟି ରାମୁ ପରି ପରିଶ୍ରମୀ ଥାଏ ଏବଂ ଛୋଟ ପିଲାଟି କାମଚୋର। ସେ ଛୋଟ ପିଲାଟି କାମକୁ ନ ଯାଇ ଘରରେ ଖାଲିଟାରେ ବସିଥାଏ, କିନ୍ତୁ ବଡ଼ ପିଲାଟି ରାମୁ ସାଥିରେ ବିଲରେ ଖଟୁଥାଏ। ସେହି ଗ୍ରାମର ପ୍ରତ୍ୟେକ ଲୋକ ରାମୁର ବଡ଼ ପିଲାର ଖଟିବା ଦେଖି ଜାଣିଗଲେ ଯେ ଏହି ପିଲାଟି ରାମୁଠାରୁ ଆହୁରି ପରିଶ୍ରମ କରିବ, କିନ୍ତୁ ଛୋଟ ପିଲା କିଛି ବି କରିପାରିବ ନାହିଁ। ଧୀରେ ଧୀରେ ଗ୍ରାମର ପ୍ରତ୍ୟେକ ଲୋକ ନିଜ ନିଜ ଭିତରେ କଥା ହେବା ଆରମ୍ଭ କରିଦେଲେ କି ରାମୁର ବଡ଼ ପିଲା ପରିଶ୍ରମୀ ଅଟେ, ସେ ଆରାମରେ ଘରଟି ଚଳାଇ ନେବ, କିନ୍ତୁ ରାମୁ ମରିଗଲା ପରେ ଛୋଟ ପିଲାର କ'ଣ ଅବସ୍ଥା ହେବ? ରାମୁ ବି ଲୋକମାନଙ୍କର କଥା ଶୁଣି ଚିନ୍ତାରେ ପଡ଼ିଗଲା କି ସତରେ ମୁଁ ମରିଗଲା ପରେ ମୋର ଛୋଟ ପୁତ୍ରର କ'ଣ ଅବସ୍ଥା ହେବ? ସେମିତି ଭାବି ଭାବି ବସିଥାଏ। ଠିକ୍ ତା ମୁଣ୍ଡକୁ ଗୋଟିଏ ବାଟ ଦିଶିଲା କି ଦୁଇ ଭାଇଙ୍କର ବିବାହ କରାଇଦେବେ, ତାପରେ ମୋର ଛୋଟ ପିଲା ତାର ପରିବାରର ଦାୟିତ୍ୱ ନେବ। କିଛି ବର୍ଷ ବିତିଗଲା ପରେ ରାମୁ ତାର ଦୁଇ ପୁତ୍ରଙ୍କୁ ବିବାହ କରାଇଦେଲା। ହସ ଖୁସିରେ ଏକାଠି କିଛି ମାସ ବିତିଗଲା। ହଠାତ୍ ଗୋଟିଏ ଦିନ ରାମର ଦେହ ଖରାପ ହୋଇଗଲା। ରାମ ଏଥର ଗ୍ରାମରେ ଗୋଟିଏ ସଭା ଡକାଇଲା। ଗ୍ରାମର ସବୁ ଲୋକ ସଭାରେ ରୁଣ୍ଡ ହେଲେ। ରାମ ଏଥର ତାର ଦୁଇ ପୁତ୍ରଙ୍କୁ ଡକାଇଲା। ରାମର ଦୁଇ ପୁତ୍ର ମଧ୍ୟ ଆସିଲେ। ରାମ ପାଖରେ ଯେତିକି ଭଲ ଜମି ଥାଏ, ସେତିକି ମରୁଭୂମି କଠିନ ଜମି ମଧ୍ୟ ଥାଏ, ଯେଉଁ ଜମିରେ କି ଘାସଟିଏ ମଧ୍ୟ ହୋଇନଥାଏ। ଏଥର ରାମୁ ସମସ୍ତଙ୍କ ସାମ୍ନାରେ କହିଲା କି ମୋର ଛୋଟ ପୁତ୍ର ସବୁ ଭଲ ଜମିତକ ନେବ ଏବଂ ତା ଭାଗରେ ଭଲ ଜମିତକ ମୁଁ କରିଦେଇଛି, ଏବଂ ମୋର ବଡ଼ ପୁତ୍ର ଭାଗରେ ମରୁଭୂମି ଏବଂ କଠିନ ଜମିତକ ଅଛି। ମୋର ବଡ଼ ପୁତ୍ର ସେହି ଜମିତକ ନେବ। ରାମର ଏହି କଥାଟିକୁ ଶୁଣି ସେହିଠାରେ ଥିବା ସମସ୍ତ ଲୋକ ନିଜ ନିଜ ଭିତରେ ଟୁପୁର ଟାପୁର ହେଲେ କି ରାମୁ କ'ଣ କଲା? କାମଚୋରକୁ ଭଲ ଜମିତକ ଦେଇଦେଲା ଏବଂ ପରିଶ୍ରମୀ ପୁତ୍ରଙ୍କୁ ମରୁଭୂମି କଠିନ ଜମି, ଯେଉଁ ଜମିରେ କି ଘାସଟିଏ ଉଠେ ନାହିଁ। ରାମୁ ଅନ୍ୟାୟ କରିଛି। ରାମକୁ ବହୁତ ଲୋକ ବହୁତ କଥା କହିଲେ। ରାମୁ କାହାର କଥା ମଧ୍ୟ ଶୁଣିଲା ନାହିଁ। ଏଥର ସଭା ସରିବା ପରେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। ରାମର ଛୋଟ ପିଲାର ଖୁସି କହିଲେ ନ ସରେ, କିନ୍ତୁ ବଡ଼ ପିଲା ଜାଣିଥିଲା କି ତାର ବାପା ଯାହା କରିବେ ଦୁଇ ଭାଇଙ୍କ ଖୁସି ପାଇଁ କରିବେ। ଯିଏ ଯାହାର ଜମିକୁ ନେଇ ଖୁସିରେ ରହିଲେ। କିଛି ଦିନ ପରେ ହଠାତ୍ ରାମୁର ମୃତ୍ୟୁ ହୋଇଗଲା। ରାମୁର ମୃତ୍ୟୁର ଦୁଃଖରେ କିଛି ଦିନ ବିତିଗଲା। ଏଥର ବର୍ଷାର ସମୟ ଆସିଲା। ଚାଷ କରିବା ପାଇଁ ସମସ୍ତେ ନିଜ ନିଜ ଜମିରେ ହଳ ଲଙ୍ଗଳ ଲଗାଇଲେ। ସେ ବଡ଼ ପିଲାଟି ବା କରିବ କ'ଣ? ତାର ବାପା ତ ତା ଭାଗ୍ୟରେ କଠିନ ମରୁଭୂମି ଜମି ଦେଇଛନ୍ତି। ସେ ତ ଥିଲା ପରିଶ୍ରମୀ। ସେ ସେମିତି ସହଜରେ ଛାଣିବା ଲୋକ ନଥିଲା। ସେ ସେହି କଠିନ ମରୁଭୂମି ଜମିରେ ଚାଷ କରିବା ପାଇଁ ଆରମ୍ଭ କରିଲା। ବହୁତ ଲୋକ ତାର ଉପରେ ହସିଲେ ଏବଂ କହିଲେ କି ଏ ଜମିରେ ତ ଘାସଟି ହେବ ନାହିଁ, ତୁ ପୁଣି ଚାଷ କରିବୁ? ସେ କାହାର କଥାଟିକୁ ନ ଶୁଣି ନିଜ କାମରେ ଲାଗି ରହିଥାଏ। ସେହି ଜମିରେ ବହୁତ କଷ୍ଟ କରି ହଳ କରିଲା, ମଞ୍ଜି ବୁଣିଲା, ଖତ ସାର ଦେଲା। କିଛି ଦିନ ବିତିଯିବା ପରେ ଦେଖିଲା ଯେ ଗୋଟିଏ ଧାନ ଗଛଟିଏ ମଧ୍ୟ ହୋଇନଥିଲା। ସେହି ବର୍ଷ ତ ଦୁଃଖ କଷ୍ଟରେ ବିତାଇ ଦେଲା। ପୁଣି ଆସନ୍ତା ବର୍ଷ ଚାଷ କରିବା ପାଇଁ ଆରମ୍ଭ କରିଲା। ଏଥର ଲୋକ ତା ଉପରେ ଆହୁରି ହସିଲେ, କିନ୍ତୁ ସେ କାହାର କଥା କିମ୍ବା ହସ ଦେଖୁନଥାଏ କି କାହାର କଥା ମଧ୍ୟ ଶୁଣୁନଥାଏ। ଭଲ ଖତ ଦେଇ ଚାଷ କରିଲା, କିନ୍ତୁ ଏ ବର୍ଷ ବି ଚାଷ ହେଲା ନାହିଁ। ଏଥର ବି ସେ ସେମିତି ଦୁଃଖ କଷ୍ଟରେ ବର୍ଷଟିକୁ ବିତାଇ ଦେଲା। ସେମିତି 5 ବର୍ଷ ବିତିଗଲା। ତଥାପି ସେ ହାର ନ ମାନି ଧୈର୍ଯ୍ୟର ସହିତ ନିଜ କାମକୁ କରି ଚାଲିଥାଏ। ସେମିତି ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଚାଷ କାମ ଆରମ୍ଭ କରିଦେଲା। ଖତ ଦେଇ ମଞ୍ଜି ବୁଣିଲା ଏବଂ ଅପେକ୍ଷା କରି ବସିଥାଏ କି ତାର କ୍ଷେତରେ ଧାନର ରୂପରେ ସୁନା ତାକୁ ଫଳିବ। ଗୋଟିଏ ଦିନ ତାର ଅପେକ୍ଷାର ଅନ୍ତ ଘଟିଲା। ସେ ଦେଖିଲା ଯେ ତାର କ୍ଷେତରେ ଛୋଟ ଛୋଟ ଧାନ ଗଛ ହୋଇଛି। ଏଥର ତାର ଖୁସି କହିଲେ ନ ସରେ। ଏଥର ତାର ସେହି କଠିନ ମରୁଭୂମି କ୍ଷେତ ସବୁଜତାରେ ଭରି ହୋଇଗଲା। ଲୋକ ଏହା ଦେଖି ତାର ବାଃ ବାଃ କରିଲେ, କିନ୍ତୁ ଏପଟେ ତାର ଛୋଟ ଭାଇ ଭଲ ଜମିତକକୁ ମରୁଭୂମିରେ ପରିଣତ କରିଦେଇଥାଏ। ଲୋକଙ୍କଠୁ ଟଙ୍କା ଧାର ମାଗିକି ଚଲୁଥାଏ। ତ ବନ୍ଧୁ, ଦେଖିଲ ତ ପରିଶ୍ରମ କେମିତି ଗୋଟିଏ କଠିନ ମରୁଭୂମିକୁ ବି ସବୁଜତାର ରଙ୍ଗରେ ଭରିଦେଲା। ମଣିଷର ଭାବନା ହିଁ ମଣିଷର ଚଲାପଥକୁ ନିର୍ମାଣ କରିଥାଏ କି ସେ କେଉଁ ଚଲାପଥରେ ଚାଲିବ, ସଫଳତାର ପଥରେ କି ଅସଫଳତାର ପଥରେ।
ମଣିଷ ତାର ଭାଗ୍ୟକୁ ନିଜେ ପରିବର୍ତ୍ତନ କରିପାରିବ। ଏଥିରେ ଭଗବାନଙ୍କର କିଛି ବି ଆବଶ୍ୟକତା ପଡ଼ିନଥାଏ। ଯଦି ଗୋଟିଏ ମଣିଷ ନିଜକୁ ସଠିକ୍ ରାସ୍ତାରେ ନେବା ପାଇଁ ଚାହିଁବ ତ ଭଗବାନ ତାକୁ ସଙ୍ଗେ ସଙ୍ଗେ ସାହାଯ୍ୟ କରିଥାନ୍ତି। କିନ୍ତୁ ଯଦି ସେହି ମଣିଷ ନିଜକୁ ଭୁଲ ବାଟରେ ନେବ ତ ଭଗବାନ ତାକୁ ମଧ୍ୟ ସେହି କ୍ଷଣ ହିଁ ସାହାଯ୍ୟ କରିଥାନ୍ତି। ତ ବନ୍ଧୁ, ମଣିଷର ଧୈର୍ଯ୍ୟ ଏବଂ କଠିନ ପରିଶ୍ରମ ମଣିଷକୁ ମଜବୁତ ବନାଇଥାଏ। ଯେଉଁ ମଣିଷ ହାରିବା ଭୟରେ ପଛ ଘୁଞ୍ଚା ଦେଇଥାଏ ତାକୁ ଭଗବାନ ମଧ୍ୟ ସାହାଯ୍ୟ କରିନଥାନ୍ତି। ସେଥିପାଇଁ ବନ୍ଧୁ, ଯଦି ତୁମକୁ ସଫଳତା ହାସିଲ କରିବାର ଅଛି ତ ଅନ୍ୟ ଲୋକଙ୍କ କଥାକୁ ଧ୍ୟାନ ନ ଦେଇ ଧୈର୍ଯ୍ୟ ଏବଂ କଠିନ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ। ଦେଖିବେ ଭଗବାନ ଆପଣଙ୍କୁ ବି ଗୋଟିଏ ସଫଳତାର ମୂର୍ତ୍ତି ରୂପରେ ଗଢ଼ି ତୋଳିବେ।